ଧନଶ୍ରୀ କହୁଛନ୍ତି, ହେ ଭଗବାନ, ଏବେ ତ ଏ ଗାୟତ୍ରୀ ଦେବୀ ଏଠୁ ଚାଲି ଯାଉଛନ୍ତି। ଏବେ ମୋ ଆଦିର କ'ଣ ହବ? ଆଉ ମୋ ଆଦିର ପ୍ରୋଜେକ୍ଟର କ'ଣ ହବ? ଶାଲିନୀ, ସେ ମୁକ୍ତି ତ ଆମ ପାଇଁ ଅଶୁଭ ଥିଲା। ଆଉ ଏ ସମ୍ମାନ ମୁହଁର ମୁକ୍ତି ଭଳି ଚେହେରା ବି ଆମ ପାଇଁ ଅଶୁଭ ହିଁ ହେଇଗଲା। ହେ ଭଗବାନ, ଏବେ କ'ଣ ହବ ତ? ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି, ଆଉ କ'ଣ ହବ ପିଇସି, ସବୁ ତ ଏବେ ବର୍ବାଦ ହିଁ ହେଇଯିବ। ଦେଖୁନା ପିଇସି, ସିଏ ମୋ ହାତକୁ ବି ବର୍ବାଦ କରିଦେଇଛି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ଦେଖୁଛ କ'ଣ ସମସ୍ତେ, କିଏ ତ ତାଙ୍କୁ ଡାକ, ସେ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଆଦିଙ୍କର ଜଣେ ଅଫିସ୍ ଲୋକ ଆସିକି କହୁଛନ୍ତି, ମ୍ୟାମ୍ ରହିଯାଆନ୍ତୁ ମ୍ୟାମ୍, ବିବେକ ସାର୍ ମ୍ୟାମ୍କୁ ଟିକେ ଆପଣ ବୁଝାନ୍ତୁ। ସେଇ ଟାଇମ୍ରେ ବିବେକ କହୁଛନ୍ତି, ଆରେ ମୁଁ ତାଙ୍କୁ କ'ଣ ବୁଝେଇବି? ମୋ ପିଇସି ମା ହେଉଛନ୍ତି ସେ କମ୍ପାନୀର ବସ୍, ତ ମୁଁ ତ ଖାଲି ତାଙ୍କ ଅର୍ଡ଼ର ଫଲୋ କରେ, ଆଉ ମୁଁ ଏଥିରେ କ'ଣ ବା କରିପାରିବି? ଆଉ ସେମିତିରେ ବି ମୁଁ ଗୋଟେ କଥା ବୁଝିପାରୁନି, ଆପଣ ସେମାନଙ୍କୁ ବୁଝେଇବା ଜାଗାରେ ଆମକୁ କାହିଁକି ବୁଝଉଛନ୍ତି? ଡିସ୍କଷ୍ଟିଂ। ଆପଣ ଦେଖୁଛନ୍ତି ନା ମୋ ପିଇସି ମା ଆଉ ତାଙ୍କ ଡକ୍ଟରକୁ ସେମାନେ କେମିତି ହଇରାଣ କରୁଛନ୍ତି। ଫାଲତୁ କଥାବାର୍ତ୍ତା ସବୁ କରୁଛନ୍ତି। ଆଉ ଏତେ ଥର ଆଉ ବାରମ୍ବାର ଆମେ ବୁଝଉଛୁ ତାଙ୍କୁ, ସେ ବୁଝିବାକୁ ହିଁ ଚାହୁଁନାହାନ୍ତି। ସେ ମୁକ୍ତି ନୁହଁ, ସେ ହେଉଛି ଅମ୍ବିକା ଚୌଧୁରୀ। ସାମାନ୍ୟ ଗୋଟେ ନାଁକୁ ସେ ମନେ ରଖିପାରୁନାହାନ୍ତି, ସେ ଆଉ କ'ଣ ଡିଲ୍ କରିପାରିବେ? ସେଇ ଟାଇମ୍ରେ ସେ ଲୋକ ଜଣକ କହୁଛନ୍ତି, କିନ୍ତୁ ସାର୍ ଏତେ ଛୋଟ କଥା ପାଇଁ ସାର୍ ଏମିତି କହିଲା ବେଳେ ବିବେକ କହୁଛନ୍ତି, ହ୍ୱାଟ୍? ଆଉ ଥରେ ଟିକେ ରିପିଟ୍ କର ନା, ମୁଁ ଶୁଣିପାରିଲିନି। ଏଇଟା ଛୋଟ କଥା? ତୁମକୁ ଲାଗୁଛି ଏଇଟା ଛୋଟ କଥା ବୋଲି? ବାସ୍ ଲିସନ୍ ଟୁ ମି। ବାସ୍ ମ୍ୟାନେଜର, ମୋ ପାଇଁ ଆଉ ମୋ ପିଇସି ମାଙ୍କ ପାଇଁ ଅମ୍ବିକା ଠାରୁ ବଡ଼ ଆଉ କେହି ବି ନୁହନ୍ତି। ପୁଣି ଥରେ ମୁଁ ରିପିଟ୍ କରିକି କହିଦେଉଛି, ଅମ୍ବିକା ଠାରୁ ବଡ଼ ଆଉ କେହି ବି ନୁହଁ, ଆଉ କିଛି ବି ନୁହଁ। ଆଉ ଗୋଟେ କଥା, ମୋ ପିଇସି ମା ନୁହନ୍ତି, ତାଙ୍କ ଝିଅ ଅମ୍ବିକା, ମାନେ ମୋ ଭଉଣୀ ଅମ୍ବିକା ପାଇଁ ଏ ତୁମର ଯେଉଁ ପ୍ରୋଜେକ୍ଟ ପରିବର୍ତ୍ତନ, ସେଇଟା ତା ପାଦର ଧୂଳି ବୋଲିକି ଭାବନ୍ତି। ଆଇ ଏମ୍ ସରି, ଆଇ କ୍ୟାନ୍ ଡୁ ଏଭ୍ରିଥିଙ୍ଗ। ବଲ କରିକି ଅନେଇବାର ଅଛି ତ ସାଇଡ଼୍ରେ ଯାଇକି ଅଟକାନ୍ତୁ ଆଉ ଅନାନ୍ତୁ, ଆମକୁ ସାଇଡ଼୍ ଦିଅନ୍ତୁ। ସେଇ ଟାଇମ୍ରେ ସେ ଲୋକ ଜଣକ କହୁଛନ୍ତି, ମ୍ୟାମ୍ ପ୍ଲିଜ୍ ରହିଯାଆନ୍ତୁ ମ୍ୟାମ୍, ଆମେ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ, ପ୍ଲିଜ୍ ମ୍ୟାମ୍, ପ୍ଲିଜ୍ ମ୍ୟାମ୍, ମୁଁ ସେମାନଙ୍କୁ ବୁଝେଇଦେବି, ଆପଣ ପ୍ଲିଜ୍ ମୋ ରିକ୍ୱେଷ୍ଟ ଟିକେ ରଖନ୍ତୁ, ରହିଯାଆନ୍ତୁ ମ୍ୟାମ୍, ରହିଯାଆନ୍ତୁ, ମୁଁ ସେମାନଙ୍କୁ ନିଶ୍ଚିତ ଭାବରେ ବୁଝେଇଦେବି ସବୁକିଛି। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ କହୁଛନ୍ତି, ଓକେ ଠିକ୍ ଅଛି, ଆଉ ଯଦି ଏଠି କେହି ବି ମୋ ଝିଅକୁ ମୁକ୍ତି ବୋଲିକି ଡାକେ, ତାହେଲେ ଏ ଡିଲ୍ ମୁଁ ସାଙ୍ଗେ ସାଙ୍ଗେ କ୍ୟାନସଲ୍ କରିଦେବି। ଆଉ ଏ ସମସ୍ତଙ୍କୁ ତାଙ୍କ ଭୁଲର ପରିଣାମ ଭୋଗିବାକୁ ପଡ଼ିବ। ଦ୍ୟାଟ୍ ମାଇ ପ୍ରମିସ୍। ଯାଆନ୍ତୁ, ଏକଥା ସମସ୍ତଙ୍କୁ ବୁଝେଇ ଦିଅନ୍ତୁ। ସେଇ ଟାଇମ୍ରେ ସେ ଲୋକ ଜଣକ କହୁଛନ୍ତି, ଓକେ ମ୍ୟାମ୍, ମୁଁ ଯାଉଛି, ଏବେ ସମସ୍ତଙ୍କୁ ବହୁତ ଭଲ ଭାବରେ ବୁଝେଇଦେବି। ଚାଲ ବିବେକ, ଚାଲ ଅମ୍ବିକା। ସେଇ ଟାଇମ୍ରେ ଆଦି କହୁଛନ୍ତି ସେ ଲୋକ ଜଣକୁ, ସାର୍ ଆପଣ କ'ଣ ବୁଝେଇବାକୁ ଚାହୁଁଛନ୍ତି ଆଉ କ'ଣ କରିବାକୁ ଚାହୁଁଛନ୍ତି? ସେଇ ଟାଇମ୍ରେ ସେ ଲୋକ ଜଣକ କହୁଛନ୍ତି, ସାର୍ ଆପଣ ସେମିତି ଜମାରୁ ବି କୁହନ୍ତୁନି, ଆଉ ମୁଁ ଯାହା କହୁଛି ଆପଣ ଆଗେ ପ୍ରଥମେ ଶୁଣନ୍ତୁ। ଏବେ ଯେଉଁ ପାର୍ଟିଟା ଚାଲିଛି, ଆର ଆପଣଙ୍କର ବର୍ଷଟା କେମିତି ଚଳିବ ସେଇଟା ହିଁ ନିର୍ଦ୍ଧାରଣ କରିବ। ଆଣ୍ଡ ହଁ, ଆପଣଙ୍କର ଏଇଟା କେଉଁ ନ୍ୟୁ ଇୟର୍ ପାର୍ଟି ନୁହଁ, ଏଇଟା ହେଉଛି ଆପଣଙ୍କର ପ୍ରୋଜେକ୍ଟର ପାର୍ଟି। ଆଣ୍ଡ ହଁ, ଏ ପ୍ରୋଜେକ୍ଟ ସେତେବେଳେ ଫୁଲଫିଲ୍ ହେବ ଯେତେବେଳେ ଗାୟତ୍ରୀ ମ୍ୟାଡ଼ାମ୍ ଏ ପ୍ରୋଜେକ୍ଟରେ ଇନଭେଷ୍ଟର ରହିବେ। ଆଉ ଆପଣମାନେ ଏମିତି କରନ୍ତୁନି ଯେ ଆପଣଙ୍କ ହାତରୁ ଯେମିତି ପ୍ରୋଜେକ୍ଟଟା ଛାଡ଼ିକି ଚାଲିଯିବ। ସେଇ ଟାଇମ୍ରେ ବିବେକ କହୁଛନ୍ତି, ସାର୍ ଆମେ ଏମିତି କ'ଣ କଲୁ ଯେ ସିଏ ଏ ପ୍ରୋଜେକ୍ଟ ଛାଡ଼ିକି ଚାଲି ଯାଉଛନ୍ତି, ଆଉ ତାଙ୍କର ବି ତ ଏ ପ୍ରୋଜେକ୍ଟର ପ୍ରଫିଟ୍ ହେବ ନା। ସେଇ ଟାଇମ୍ରେ ସେ ସାର୍ ଜଣକ କହୁଛନ୍ତି, ଡେଫିନେଟଲି ବିବେକ ବାବୁ, କିନ୍ତୁ ଏ ପ୍ରୋଜେକ୍ଟରେ ତାଙ୍କର କିଛି ବି ଦାମ୍ ନାହିଁ, କାହିଁକି ନା 100-150ଟା ପ୍ରୋଜେକ୍ଟ ଏମିତି ତାଙ୍କ ପାଖରେ ଇନଭେଷ୍ଟେଡ୍ ଅଛି। କିନ୍ତୁ ଏ ପ୍ରୋଜେକ୍ଟଟା ଆଦିତ୍ୟ ସାର୍ଙ୍କ ପାଇଁ ଆଉ ଆପଣମାନଙ୍କ ପାଇଁ ବହୁତ ଭ୍ୟାଲ୍ୟୁବୁଲ୍, ବିକଜ୍ ଏ ପ୍ରୋଜେକ୍ଟଟା ପାଇଁ ଆଦିତ୍ୟ ସାର୍ ପୁରା 1 ବର୍ଷ ୱେଟ୍ କରିଛନ୍ତି। ତାପରେ ବି ଆପଣମାନେ ଏମିତି ଫାଲତୁ ଇସ୍ୟୁ କ୍ରିଏଟ୍ କରୁଛନ୍ତି। ସେଇ ଟାଇମ୍ରେ ନଦାସା କହୁଛନ୍ତି, ଇସ୍ୟୁ ଆମେ ନୁହଁ, ସେମାନେ କ୍ରିଏଟ୍ କରୁଛନ୍ତି। ଅମ୍ବିକା, ଆଇ ମିନ୍ ସେ ମୁକ୍ତି କ୍ରିଏଟ୍ କରୁଛି। ଆପଣମାନେ ସେ ମୁକ୍ତିକୁ ଜାଣିନାହାନ୍ତି, ଆଉ ସେ ଆମ ଫ୍ୟାମିଲି ମେମ୍ବର, ଆମେ ସବୁ କିଛି ଜାଣିଛୁ। ସେଇ ଟାଇମ୍ରେ ସେ ସାର୍ ଜଣକ କହୁଛନ୍ତି, କିନ୍ତୁ ମୁଁ ସେସବୁ କିଛି ଜାଣିବାକୁ ହିଁ ଚାହୁଁନି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାରୀ ସିରିଏଲ୍ରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇ